ବନ୍ଧୁ ଆଜିର ଯେ ଛୋଟ ପିଲା ଆସନ୍ତାକାଲିର ସେ ଭବିଷ୍ୟତ। ତେବେ ଦର୍ଶକ ବନ୍ଧୁ କିନ୍ତୁ ଆଜିର ଯେ ଛୋଟ ପିଲା ଆସନ୍ତାକାଲିର ବା ଆଉ କିଛି ଦିନ ବା କିଛି ବର୍ଷ ପରେ ସେମାନେ ଦେଶର ଭବିଷ୍ୟତ। କିନ୍ତୁ ସେମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ସର୍ବପ୍ରଥମେ କିଏ ନା ସେମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ସର୍ବପ୍ରଥମେ ହେଲା ନିଜର ସେ ପିଲାର ବାପ ମା ବା ପ୍ୟାରେଣ୍ଟସ୍ ବା ପିତାମାତା। କିନ୍ତୁ ତାପରେ ହେଲା କିଏ ନା ଶିକ୍ଷକ, ତାପରେ ବିଭିନ୍ନ ପର୍ଯ୍ୟାୟ ଦେଇକି ଅଛନ୍ତି। ସେଟା କହିଲେ ବହୁତ ଯିବ। ତେବେ ଦର୍ଶକ ବନ୍ଧୁ ଆଜି ଆମର ମୁଖ୍ୟ ଆଲୋଚନା ଅଛି ଆଜି ଯେଉଁ ଛୋଟ ପିଲା ଆସନ୍ତାକାଲିର ସେ ଭବିଷ୍ୟତ, ଦେଶର ଭବିଷ୍ୟତ। କିନ୍ତୁ ସେମାନଙ୍କର ପାଠପଢ଼ା ବହି ଯଦି ଭୁଲ କରାଯିବ ତାହେଲେ କ'ଣ କରାଯିବ? ଛୋଟ ପିଲାମାନଙ୍କୁ ଯଦି ଠିକ୍ ଶିକ୍ଷା ନ ଦିଆଯିବ, ଯଦି ଶିକ୍ଷା ପାଠ ବା ଶିକ୍ଷା ବହିରେ ବା ପାଠପଢ଼ା ବହିରେ ଯଦି ତ୍ରୁଟି ରହିବ, ହେଲେ ଗୋଟିଏ ଦୁଇଟା ବାଇ ମିଷ୍ଟେକ୍ ହେଲେ ଚଳିବ। କିନ୍ତୁ ମାନେ ଅଧିକାଂଶ ତ୍ରୁଟି 16ରୁ ଏଭବ ତ୍ରୁଟି ରହୁଛି, 16ରୁ 17 ମଧ୍ୟରେ ତ୍ରୁଟି ରହୁଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ। ତେବେ ଦର୍ଶକ ବନ୍ଧୁ ଆଜି ଆମର ମୁଖ୍ୟ ଆଲୋଚନା ଅଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 16ରୁ 17 ତ୍ରୁଟି ଅଛି ବା ଭୁଲ ଅଛି। ଏମିତି ଯଦି ଗୋଟିଏ ଅଧେ ବାଇ ମିଷ୍ଟେକ୍ ହେଲେ ଚଳିବ। କିନ୍ତୁ ଏଠି ସର୍ବୋଚ୍ଚ ସ୍ତରରେ ଯେଉଁ ବହିଗୁଡ଼ିକ ତିଆରି ହେଉଛି ସରକାରଙ୍କ ଦ୍ୱାରା, କିନ୍ତୁ ସରକାର ବିଭିନ୍ନ ଏତେ ପ୍ରକାର ବ୍ୟବସ୍ଥା କରିବା ସତ୍ତ୍ୱେ କେମିତି ବହି ଭୁଲ ହେଲା, ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ, ଯଦି ଭୁଲ ହେଲା ବହି, ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଛୋଟ ପିଲାଙ୍କର ଯଦି ବହି ଭୁଲ ହେଲା ତାକୁ ସଂଶୋଧନ କରିବା ଦରକାର। ତାହେଲେ ସଂଶୋଧନ ନ କରି କେମିତି ମାନେ ସରକାର ସେମାନଙ୍କୁ ପିଲାମାନଙ୍କୁ ବହି ଦେଉଛନ୍ତି? ଆଉ ପିଲାମାନେ ପାଠ ପଢ଼ିଲେ ତ ସେମାନଙ୍କ ରେଜଲ୍ଟ ଖରାପ ହେବ ନା, ନିଶ୍ଚିତ ଖରାପ ହେବ। କିନ୍ତୁ ତେବେ ଦର୍ଶକ ବନ୍ଧୁ ଆମେ ଏବେ ଆରମ୍ଭ କରୁଛୁ ଯେ କି ଆପଣମାନଙ୍କୁ ଜଣାଉଛି ଯେ କି ପ୍ରଥମଠାରୁ ଅଷ୍ଟମ ପର୍ଯ୍ୟନ୍ତ ଯେଉଁ ବହି ଭୁଲ ହେଲା, କାହିଁକି ଭୁଲ ହେଲା? ସରକାରଙ୍କର ବିଭିନ୍ନ କମିଟି ଅଛି ସରକାରଙ୍କ ଦ୍ୱାରା। ଆଉ ଯେଉଁମାନେ ଯିଏକି ଯେଉଁ କମିଟିରେ ଯେଉଁମାନେ ମେମ୍ବର ଅଛନ୍ତି ସେମାନେ ସାଧାରଣ ମେମ୍ବର ନୁହନ୍ତି, ସେମାନେ ହାଇ ଏଜୁକେଟେଡ଼, ସେମାନେ ଉଚ୍ଚ ଶିକ୍ଷିତ, ଆଉ ସେମାନେ ମାନେ ଜ୍ଞାନୀ, ଆଉ ସେମାନଙ୍କ ଉପରେ ଭରସା ବିଶ୍ୱାସ କରିକି ଯେଉଁ କରାଯାଉଛି, ଯେଉଁ କମିଟି ଗଠନ କରାଯାଇଛି, ବିଭିନ୍ନ ପ୍ରକାର କମିଟି ଦେଇକି ପାସ୍ କଲା ପରେ ବହି ଗୁଡ଼ିକ ଫାଇନାଲ୍ ହୋଇଥାଏ। ଜଣେ ଲେଖକ ଲେଖି ସାରିଲା ପରେ ସେ ବିଭିନ୍ନ ପଦ୍ଧତି ଦେଇକି ବହି ଗୁଡ଼ିକ ପ୍ରିଣ୍ଟ ହେବାକୁ ଯାଇଥାଏ। କିନ୍ତୁ ତାର ସର୍ବୋଚ୍ଚ ସ୍ତରରେ କିଏ ରହିଲା? ସରକାର। କିନ୍ତୁ ସ୍ତରରେ ରହୁଛନ୍ତି ସରକାର। ଯଦି ସରକାର ସେମାନଙ୍କୁ ଗାଇଡ଼ କରିବା ଦରକାର, ସେମାନଙ୍କୁ ବହି ଯେଉଁ ପ୍ରିଣ୍ଟ ହେଉଛି ବହି ଠିକ୍ ଆସୁଛି, ବହି ଠିକ୍ ପ୍ରିଣ୍ଟ ହେଉଛି କି ନା, ଲେଖା ଗୁଡ଼ିକ ଠିକ୍ ଅଛି କି ନା, ଆଉ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସରକାର, ସେଥିପାଇଁ ତ ସରକାରଙ୍କୁ ଦାୟିତ୍ୱ ଦିଆଯାଇଥାଏ। ସରକାର ହିଁ ପରିଚାଳନା କରୁଛନ୍ତି ଆଉ ସରକାରଙ୍କ ଦ୍ୱାରା ସବୁକିଛି ହେଉଛି। କିନ୍ତୁ ଏଠି ସରକାର କରୁଥିଲେ କ'ଣ? ବହିଗୁଡ଼ିକ ଭୁଲ ହେଲା, ବିଭିନ୍ନ କମିଟି, ବିଭିନ୍ନ ଜ୍ଞାନୀ, ବିଭିନ୍ନ ହାଇ ଉଚ୍ଚଶିକ୍ଷିତ ସେମାନଙ୍କ ଜରିଆରେ ବିଭିନ୍ନ କମିଟି ମାଧ୍ୟମରେ ବହିଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ପ୍ରସ୍ତୁତ ହେଲା ପରେ ଲାଷ୍ଟକୁ ଯାଇଥାଏ ପ୍ରିଣ୍ଟିଂକୁ ଯାଇଥାଏ। କିନ୍ତୁ ଏଇ ଯେଉଁ ବିଭିନ୍ନ ପର୍ଯ୍ୟାୟ ଯାଇ ଗତି କଲା, ହେଲା ଗୋଟିଏ ଦୁଇଟା ଦୁଇଟି ପାଞ୍ଚଟି ଭୁଲ ହେଲେ ଚଳିଥାନ୍ତା। କିନ୍ତୁ 16ରୁ 17 ଭୁଲ ହେଲା, ସେଥିପାଇଁ ଦାୟୀ କିଏ? ସେଥିପାଇଁ ମୁଖ୍ୟ ଦାୟୀ ହେଉଛନ୍ତି ସରକାର। ଯେଉଁ ରାଜ୍ୟରେ ବର୍ତ୍ତମାନ ରାଜ୍ୟ ସରକାର ଅଛନ୍ତି ସେଥିପାଇଁ ମୁଖ୍ୟ ଦାୟୀ। ଆଉ ଯଦି ବା ଭୁଲ ହେଲା ତାକୁ ସଂଶୋଧନ କରିବା ଦରକାର। ଯଦି ସଂଶୋଧନ ନ କରାଯିବ ଲାଭ କ'ଣ ହେବ? ପିଲାଙ୍କର ଭବିଷ୍ୟତ କ'ଣ ଗଢ଼ାଯିବ? ସରକାର ଏଠି ମାନେ ଚିନ୍ତା କରିବା ଦରକାର ପିଲାଙ୍କର ଭବିଷ୍ୟତ ଗଢ଼ିବା ପାଇଁ। ଯିଏକି ବହିଟାକୁ ତୁମେ ବହି ମାନେ ପ୍ରିଣ୍ଟ କରିଦେଇଛ, ଅଧିକାଂଶ ପ୍ରିଣ୍ଟ କଲେ ତାକୁ ନଷ୍ଟ କରିବାକୁ ପଡ଼ିବ, କାରଣ ଭୁଲ ହେଉଛି ତୁମର। ଆଉ ଯେଉଁ ଲୋକ ଭୁଲ କରୁଛନ୍ତି ସେମାନଙ୍କ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ବି ସରକାର କୌଣସି ଯେଉଁମାନେ ବହି ପ୍ରିଣ୍ଟରେ ବହି ଯେଉଁ ତିଆରି କରିବାର ଯେଉଁମାନେ ତ୍ରୁଟି କରିଛନ୍ତି ଆଜି ପର୍ଯ୍ୟନ୍ତ ସରକାର କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଆଉ ତା ସହିତ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଯେଉଁ ତ୍ରୁଟି ଥିବା ବହିକୁ ତାଙ୍କୁ ମଧ୍ୟ ସଂଶୋଧନ କରୁନାହାନ୍ତି। କିନ୍ତୁ ଆଜିକାଲିକା ତ ସାଧାରଣ ପିଲା ବହିରେ ଯାହା ଲେଖା ହେଇଛି ସେମାନେ ଭାବୁଛନ୍ତି ଯେ ବେଦରଗାର, ତା ନୁହେଁ। ସେମାନେ ଏମିତି ଭାବୁଛନ୍ତି ଆଜିକାଲି ପିଲା। କିନ୍ତୁ ଯିଏ ବହିରେ ଲେଖା ହେଇଥିବା ଜିନିଷ ଯିଏକି ସେଥିରେ ବି ଭୁଲ ଅଛି ସେମାନେ ପିଲାମାନେ ବୁଝନ୍ତି ନାହିଁ। ପିଲାମାନେ ଜାଣିଲେ ବହିରେ ଲେଖା ଅଛି ମାନେ ଏଇ ଲେଖାଟା ହିଁ ଠିକ୍, ପିଲାମାନେ ଏମିତି ଭାବନ୍ତି। କିନ୍ତୁ ସରକାର ମଧ୍ୟ ସେହି ହିସାବରେ ଚିନ୍ତା କରିବା ଦରକାର ଆଜିର ଯେ ଛୋଟ ପିଲା ଆସନ୍ତାକାଲିର ସେ ଭବିଷ୍ୟତ। ଯେଉଁମାନେ ସରକାର MP ML ଠାରୁ ଆରମ୍ଭ କରି ବିଭିନ୍ନ ଯେଉଁମାନେ ପଦପଦବୀରେ ଅଛନ୍ତି, ଯେଉଁମାନେ ସିଏ ବି ଦିନେ ଛୋଟ ଥିଲେ ସେମାନେ ବି ଦିନେ ପାଠ ପଢ଼ୁଥିଲେ, ସେମିତି ଆଜିର ଛୋଟ ପିଲା ସେ ଆସନ୍ତାକାଲିର ଆଗାମୀ ଦିନରେ ସେମାନେ ଭବିଷ୍ୟତ, ଦେଶର ଭବିଷ୍ୟତ, ଯିଏକି ଖାଲି ଯେ ଗାଁର ଭବିଷ୍ୟତ ନୁହେଁ ସାରା ଦେଶର ଭବିଷ୍ୟତ। କିନ୍ତୁ ସେମାନଙ୍କ ପାଠପଢ଼ା ବହି ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 16ରୁ 17 ମଧ୍ୟରେ ଯଦି ଭୁଲ ରୁହେ, କିନ୍ତୁ ଯଦି ଭୁଲ ହେଲା ତାର ପରବର୍ତ୍ତୀ ଅବସ୍ଥାରେ ସରକାର ତାଙ୍କୁ ସଂଶୋଧନ ବି କରୁନାହାନ୍ତି, ଯେ ବହିକି ମଧ୍ୟ ଚେଞ୍ଜ କରୁନାହାନ୍ତି, ନା ସେଇ ବହି ଚାଲିବ। ଯଦି ସେଇ ବହି ଚାଲିବ ତାହେଲେ ପିଲାଙ୍କର ଭାଗ୍ୟ
ଆଉ ଯଦି ସେଇ ବହି ଚାଲିବ ପିଲା ଯାହା ଲେଖିଦେଲେ ତାହେଲେ ସେମାନଙ୍କୁ ପାସ୍ ଆଉଟ୍ କରିଦେବେ। ତାହେଲେ ସେମାନଙ୍କୁ ଆଉ ଖାତା ଦେଖିବାର କ'ଣ ଅଛି? ଯଦି ଅଭିଜ୍ଞ ପ୍ରାପ୍ତ ଲୋକମାନେ ଯଦି ବହି ପ୍ରିଣ୍ଟ କରିବାର ବହି ପ୍ରସ୍ତୁତ କରିବାର ଯଦି ସେମାନେ ଭୁଲ କରିପାରୁଛନ୍ତି ତାହେଲେ ଛୋଟ ଛୋଟ କୋମଳମତି ଛୋଟ ଛୋଟ ପିଲାମାନେ ତାହେଲେ ସେମାନେ ଯଦି ପରୀକ୍ଷାରେ ଯଦି ଭୁଲ କଲେ ସେମାନଙ୍କୁ କାହିଁ ଫେଲ୍ କରାଯାଉଛି? ଯଦି ସେମାନଙ୍କୁ କ'ଣ ପାଇଁ ପନିସମେଣ୍ଟ ଦିଆଯାଉଛି? ସେମାନେ କାହିଁ ସାର୍ଟିଫିକେଟ୍ ପାଇବାର କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାର ସେମାନଙ୍କୁ କ'ଣ ପାଇଁ ବଞ୍ଚିତ କରାଯାଉଛି? ଯଦି ଜ୍ଞାନୀ ମାନି ଯଦି ବିଭିନ୍ନ ଉଚ୍ଚ ସ୍ତରର ବଡ଼ ବଡ଼ ଶିକ୍ଷିତ ବୁଦ୍ଧିଜୀବୀ ମାନେ ଯଦି କମିଟି କରିକି କମିଟିର ଥାଇକି ଆଉ ତା ସହିତ ସରକାର ମଧ୍ୟ ଥାଇକି ଯଦି ବହିଗୁଡ଼ିକ ଗୋଟିଏ ଦୁଇଟା ବାଇ ମିଷ୍ଟେକ୍ ଅଳ୍ପ ଗୋଟିଏ ଦୁଇଟା 5ଟା 10 6ଟା ନୁହେଁ 1600ରୁ 1700 ମଧ୍ୟରେ ଯେଉଁ ବହି ତ୍ରୁଟି ହୋଇଛି ତ୍ରୁଟି ପାଇଁ ସେମାନଙ୍କୁ ଯେଉଁମାନେ ତ୍ରୁଟି କରିଛନ୍ତି ସେମାନଙ୍କୁ ସରକାର କ୍ଷମା ଦେଇପାରୁଛନ୍ତି। କିନ୍ତୁ ଯେଉଁମାନେ ପିଲାମାନେ ଯେଉଁ ପରୀକ୍ଷାରେ ଯେଉଁମାନେ ଭୁଲ ବହିଟାକୁ ପଢ଼ିକି ସେମାନେ ଭୁଲ ମତାମତ ଡିସିସନ୍ ନେଇକି ସେମାନେ ପରୀକ୍ଷାର ଲେଖିଛନ୍ତି କିନ୍ତୁ ସେମାନଙ୍କୁ ତ ଆଉ ଫେଲ୍ କରାଯିବନି ନା। ଆଉ ସେମାନଙ୍କୁ ପରୀକ୍ଷା ନାହିଁ ନୋ ପରୀକ୍ଷା ନୋ ଏକ୍ଜାମ୍ରେ ସେମାନେ ତ ପାସ୍ କରିଯିବେ ନା। ଆଉ ସରକାର ସେଥିରେ ସେମାନଙ୍କୁ ସ୍କ୍ୱାଡ଼ ରଖିବା ସେମାନଙ୍କୁ ର୍ୟାଗିଂ କରିବା ସେମାନଙ୍କୁ ଷ୍ଟ୍ରିଟ୍ କରିବା ଏତେ ଆବଶ୍ୟକତା କ'ଣ ଅଛି? ଜଣେ ପ୍ରଥମରୁ ଦ୍ୱିତୀୟକୁ ଯିବ କୌଣସି ପରୀକ୍ଷା ନାହିଁ ପାସ୍। କାରଣ यार मुख्य दायी हूँ जो मैंने बही प्रिंट तैयारी करुँच सेमाने जदि सेमानकर जदि केयर रोना ताले छोट छुआ से कौन जानती एमाने भावती जे बहीर जहाँ लेखा है सेटा ही बेदरगार एमाने भावती किंतु सरकार से त्रुटि करिसेंती। खाली सरकार नु जो सरकार जरिया माध्यम जो विभिन्न प्रकार कमिटी अच्छी कमिटी पास कला परे जाइए बही प्रेस को जाए प्रेस को प्रिंट की जाए प्रिंट रु प्रिंट होगी आसी थाए ता मध्य एत समय भितर कई माने संशोधन कर पारे जदि संशोधन न कले एबे जो जना पड़ा संशोधन होती माने भूल त्रुटि अच्छी संशोधन करा जाऊ से भूल बईटा पिला केमी दिज्व जदि भूल बही पिला दिज्व ताहले मो मतामत कहूँ जदि भूल बही पिला दिज्व ताहले से पिला जो परीक्षा दे परीक्षा से भूल करती से माने नो एग्जाम ओनली पास आउट प्रथम द्वितीय द्वितीय तृतीय पिला चतुर्थ पिला पंचम परीक्षा हमारे प्रश्न उठला कौटी आ सेमाने भूल कर दंड ना आ पिला जदि भूल करे से कौन फेल कर दिज्व तेज दर्शक बंधु आम चैनल टी को सब्सक्राइब करूँ लाइक करूँ आउ विभिन्न शिक्षा संबंधी आउ जानिला भली आपण मानकर काम आवश्यकता पूर्ण कला भली जिनस आम चैनल ही अपलोड होता है। तेज दर्शक बंधु आपण मैंने जब आम चैनल टी को सब्सक्राइब करेंगे परवर्ती अवस्था जो वीडियो पड़ो निश्चित आपण मैंने देखिपारे। तेज दर्शक बंधु आम चैनल सहित जड़ित रुहतु जड़ित रही निश्चित भाव में माने आपण मानकर आवश्यकता अनुଯାयी जो भली वीडियो माने देखिले आपण मानकर कामरे लागि परिबो उपकार लागि परिबो। आउ उदाहरण स्वरूप आज प्रथम जो अष्टम श्रेणी पर्यंत जो बही भूल अच्छी कि बही की आज पर्यंत सरकार चेंज करूना कि आज छोट आज जे छोट पिला आसंता काल से भविष्य कि यही विभिन्न सूचना आपण मैंने पाइपर आम चैनल सब्सक्राइब करेंगे जे कि जानिला भली शिखिला भली आउ मतामत ही आपण मैंने पाइपर जे कि आपण मानकर आवश्यकता है कम लगी पार आउ उपकार नुहे उपकार ही लगी पारुଥିବା भली वीडियो ही आम चैनल ही अपलोड होता है। तो दर्शक बंधु आम चैनल टी को सब्सक्राइब करूँ मात्र गोटे सेकेंडर काम परवर्ती अवस्था जो वीडियो पड़ो निश्चित आपण मैंने देखिपारे। तेज धन्यवाद।